আবে কাই কান্দুছো? আচ্ছা এই না মহামন্ত্রী কোন কইলে কোন জানছন্তি? কହୁছি? আবে ছোট সে কুকুর সেনাপতি গোলা করবে সেই শালা মাইক জানো পুছক গোলা করে এনে যদি সেই শালাକୁ দেখি দেবি তার তন্টি চিবিকি রক্ত বিবি কইলা ইয়ে আউ ଆପଣଙ୍କୁ তন্টিয়া মারিকি বাহার করে দেবি কইলা না ମୁଁ ସେମିତି କିଛି କହିନି ଇଏ ମିଛ କହୁଛି। মহামন্ত্রী আদিত্য নারায়ণ তাহলে তু আম্ভ ଦି ଜଣଙ୍କ କଥାଟା ଶୁଣି ଏଠୁ ଧାଇକି ଗଲୁ ନାଇଁ? ହଁ ହଁ ମୁଁ ତମ ଦି ଜଣଙ୍କ କଥା ସବୁ ଶୁଣି ସାରିଛି। ଭଲ କରିଛୁ ଆଉ ଯାହା ଶୁଣିଛୁ ଠିକ ଶୁଣିଛୁ। ଏଇନେ ଯାଉଛି ହଁ? ଏଇନେ ଯାଉଛି ମୁଁ ମୋ ରାଜାକୁ କହିବି। अबे जा जा कहबू जा अबे केमिति कहबुनी अरे राजा सहित सम्मति हेइछु जते बेले सम्मति को न कहि कोन तो शांति रे रहि पारिबो अबे जा जा कहबू तो सम्मति को हे सम्मति मते मारी देबे मो बुआटा को मारी देबे आवश्यक पड़िला आपन को मारी देबे ଏଇନେ ଯାଉଛି ମୁଁ ମୋ ରାଜାଙ୍କୁ କହିବି। जा अरे काई विलंब करछो जा कहबू जा अबे जा মন্ত্রী আদিত্য নারায়ণ আবে এঠাকু যে আসছি কেবল আসিবার পাদ চিহ্নটা অছি কিন্তু ফেরিবার পাদ চিহ্নটা নাহি রে এই বঞ্চিবাকু চাହୁଛୁ না নাই আরে তু যদি বঞ্চিবাকু চাହୁଛୁ তাহলে তোর এই শিশু পুত্রটাকে ମୋ ହାତକୁ ବଢେଇ ଦେ ନା ମୁଁ ମୋ ପୁଅକୁ ଜମା ଦେବିନି। ବଞ୍ଚିଯିବୁ ରେ ମହାରାଜ ବଞ୍ଚିଯିବ ତୋ ପୁଅଟାକୁ ମତେ ଦେଇ ନା ମୁଁ ମୋ ପୁଅକୁ ଜମା ଦେବିନି। ତୋ ପୁଅଟାକୁ ଯଦି ମତେ ନ ଦେବୁ ମହାରାଜ ବାପ ପୁଅ ଦି ଜଣଙ୍କୁ ଏଠାରେ ମାରିଦେ। ନାଇଁ ସେନାପତି ବାବୁ ନାଇଁ ମତେ ଆମ ଶିଶୁ ପୁତ୍ରକୁ ଛାଡ଼ି ଦିଅ। ମୁଁ ଏ ରାଜ୍ୟରେ ରହିବିନି। ମୋ ପୁଅକୁ ନେଇ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି। ମୋ ଜୀବନ ଥିବା ପର୍ଯ୍ୟନ୍ତ ଏ ରାଜ୍ୟକୁ କେବେ ବି ଫେରିବିନି। ଜାଣିଛି ଠିକ ଏମିତି କହିବୁ ମତେ ଛାଡ଼ି ଦିଅ ମୋ ପୁଅଟାକୁ ଛାଡ଼ି ଦିଅ ଏ ରାଜ୍ୟରେ ମୁଁ ଜମା ରହିବିନି ଜୀବନ ଥିବା ପର୍ଯ୍ୟନ୍ତ କେବେ ବି ଏ ରାଜ୍ୟକୁ ଫେରିବି ନାହିଁ। ଆଉ ତୋ ପୁଅଟା ବଡ଼ ହେଲା ପରେ ନାଇବେ ତୋ ପୁଅଟା ବଡ଼ ହେଲା ପରେ ବଡ଼ ବେଶ ସଜାଇ ରାଜା ଝିଅକୁ ବାହା କରିବା ପାଇଁ ଆସିବୁ ନାଇଁ ଦେ କହୁଛି ନା ମୁଁ ଏବେ ତୋ ପୁଅଟାକୁ ଦେ ନା ମୁଁ ମୋ ପୁଅକୁ ଦେବିନି। ଦେ କହୁଛି ନା ମୁଁ ଜମା ଏବେ ଦେବିନି। ତୋ ପୁଅଟାକୁ ଦେ ନା ମୁଁ ଜମା ଦେବିନି। সেনাপতি বাবু এইটা কোন মଣିষ মারিবা জিনিস না এটি মଣିষ মরিবে? আরে বাবু এটি তো মশাটিয়ে মরিবে নাই আউ না এইটা হেউছি মଣିষ মরা জিনিস जो जगह मनीष जाति उत्पात करती याकु से जगह व्यवहार कले मनीष को आत्माटा आराम रे स्वर्ग को जाता है।
କରିବ ନିଜ ତୁଣ୍ଡରେ, ହାତ ପୋଛିବ ପର ମୁଣ୍ଡରେ। ଜଟ ପାତ୍ର ମୁଁ ଜଟ ପାତ୍ର। ଘରେ ଥିଲେ ବେଲ ବଟ ଆଉ ରାଗି ଗଲେ ପୁରା ଛିନ ଛଟ। ଆଗ ଯାଏ ସେନାପତି ପଛରେ ଯଦି ନ ରହିବି କଥାଟାକୁ ଗୋଲମାଲିଆ କରିଦେବ। ନା ରେ ବୋପା ମା। ভবানী মা লবণ দুর্গা আজ তোরি করুণে মা এ জঙ্গলের গোটায় দস্যুর বর্জনে বঞ্চিছিল মা। কଣ পাইলে মা? কଣ পাই তু মতে গোটাଏ পথহরা মଣିଷ ସୁଧା দিছিল মা? ଆଉ କଣ ପାଇ ତୁ ମତେ ଗୋଟେ ଲକ୍ଷ୍ୟ ବିହୀନ ମଣିଷରେ ବଞ୍ଚେଇছিল ମା? ଓହୋ ଏଇଥିପାଇଁ ନା କିରେ ବାବୁ ଦସ୍ୟୁ ଏ ଜଙ୍ଗଲରେ ରହିଥିବ ଲୋକଙ୍କର ମଙ୍ଗଳ କରିବୁ। ଜୀବନରେ କେବେ ତ କାହାର ଅନିଷ୍ଟ ଘଟେଇବୁନି। ଆଉ ସେଇଥିପାଇଁ ମା ସେଇଥିପାଇଁ ତୁ ମତେ ଗୋଟେ ପଥହରା ମଣିଷ ସଜାଇ ଦେଇছিল ମା। ମାନିବାକୁ ପଡିବ ମା, ମାନିବାକୁ ପଡିବ ତୋର ମହିମା। ଆରେ ହଁ ମୁଁ ହଉଛି ଏ ଜଙ୍ଗଲ ଦସ୍ୟୁ ତମର ଚୁରାଶୀ ଭଲ ମଣିଷ ମାନଙ୍କ ପାଇଁ ମୁଁ ଗୋଟେ ଭଲ ମଣିଷ। ଆଉ ଶୈତାନ ମାନଙ୍କ ପାଇଁ ଓ ହେଇଯାଏ ଗୋଟେ ଶୈତାନ। କିନ୍ତୁ ସେଇ ଗୋଟାଏ ଶବ୍ଦ ମୋ ମନକୁ ବାରମ୍ବାର ବ୍ୟାଘାତ ସୃଷ୍ଟି କରୁଛି। କେବେ କୋଉଦିନ ସେଇ ସ୍ୱପ୍ନର ବାସ୍ତବିକତା ମୁଁ ପାଇପାରିବି? যে পর্যন্ত ন পাইছে ମୋ ପରିଚୟ ସେ ପର୍ଯ୍ୟନ୍ତ ହରହ ଚାଲିଥିବି ମୋର ସେଇ ପରିଚୟଟାକୁ। ବାସ୍ ମୋ ଜଙ୍ଗଲ ଦସ୍ୟୁ ଚୁରାଶୀ। ଆରେ ଚଳିବା ମୋ ଧର୍ମ, ଚାଲିବା ମୋ କର୍ମ, ଆଉ ଚାଲି ଭରି ପାଉସ କରିଦେବା ମୋର ଗୋଟେ ଅଭ୍ୟାସ। ବାବୁ ମତେ ବାବୁକୁ ଛାଡ଼ି ଦିଅ, ମତେ ମାରେନି ବାବୁ, ମୁଁ ଆପଣଙ୍କୁ ଆରେ କଣ ହେଇଛି? ଆରେ କାହିଁକି ଆସ କଣ ହେଇଛି? କେବେ କଣ ହେଲା? କେବେ ତୁ ଆଉ ସେ ପ୍ରଶ୍ନ ମୋ ପଚାରେ ତୁ କିଏ ବେ? ଶୈତାନ ଶୈତାନ ମୁଁ ଗୋଟାଏ ଶୈତାନ। ଆଉ ତୋ ଭଳିଆ ଶୈତାନ ମାନଙ୍କର ବାପା ହଉଛି ମୁଁ। ଚିତ୍କାର କରନି, ଏକଦମ ଚୁପ, ଏକଦମ ଚୁପ, ଆଜ୍ଞା ଏକଦମ ଚୁପ। ଆଜ୍ଞା ଆପଣଙ୍କର ବୋପା ପିଠିରୁ ବାହାର କରିଦେବ ଚୋପା। ପିଠି ପକେଇବା ଆଜ୍ଞା ପଳେଇବା, ବେକାର ମାଡ ଫାଟ ହେଇଯିବ ପଳେଇବା ବେକାର। হরে এ নিরীহ মানুষ তোর কোন অপরাধ করছি? ଆମେ କୋଉଠା ନିରୀହ ମଣିଷ? ଦେଖାଯାଉ ତୋ ଆଖିରେ। ଏଇଟା ହେଉଛି ମୋ ଶତ୍ରୁ। କଣ ହେଲା? ଆଉ ଶତ୍ରୁକୁ ସଂଘାତ କରିବା ହେଉଛି ମୋ କର୍ତ୍ତବ୍ୟ। ଆରେ ମଣିଷ ମା, କି ମଣିଷ ବେ ତୁ? ବେ ମଣିଷ ଭିତରେ କିବେ ମତେ ଶତ୍ରୁତା ଭାବ ଆସେନି, ଆସୁ କେବଳ ମିତ୍ରତାର ଭାବ। ଏଇଠି ଯଦି ଜୀବନ ତୋର ସେଇ ନୀତି ଉପଦେଶ ଶୁଣିବା ପାଇଁ ମୋ ପାଖରେ ସମୟ ନାହିଁ। ପଳେଇ ଯା। ମୁଁ ଯିବି। ସମୟ ନାହିଁ ତ ମୁଁ ଏଠୁ ଯିବି। ପଳେଇ ଯା କହୁଛି। ନାଇଁ। ଆରେ ଭଲ ଦୋଷ ପଳେଇ ଯା। ଏ ବାପ ପୁଅ ଦୁଇ ଜଣଙ୍କୁ ନ ମାରିଲା ଯାଏ ଏ ଜାଗା ଛାଡି କୁଆଡି ବି ଯିବି। କଣ ହେଲା? ମାରିଦେବି। କାହାକୁ? ଏ
ଏ ବାପ ପୁଅ ଦି ଜଣ ମୋ ସାମ୍ନାରେ ମାରିବ ମୋରି ସମ୍ମୁଖରେ ଏ ବାପ ପୁଅ ଦି ଜଣଙ୍କୁ ଆଗ ମାରି ମାରିଦେବି ମାରି ଦେଖା ମାରିଦେବି ମାରିକି ଦେଖା ଆବେ ଚୁପଚାପ ସେଠି ଠିଆ ହ ଆଉ ପାଦ ଯଦି ଆଗେଇ ପଡା ତ ଗୋଡ ହାତ କାଟି ଏଠି ଥଇଦେବି ତାଳ ଗଛ ପରି ବାଟ ଚାଲି ଫେରି ଅମଣିଷ ଯିବୁ ନା ନାଇଁ ବେ କଣ ବୁଝିବି ଏବେ ଶୁଣ ଏଠୁ ଯଦି ନ ଯିବୁ କଣ ମାରାଣ କଣ କରିବୁ ଆଗ ତୋତେ ମାରି ମତେ ମାରିବ ତୋତେ ମାରିବି ମତେ ମାରିବ ଆଗ ତୋତେ ମାରିବି ତୁ ମତେ ମାରିବ ତାପରେ ଏ ବାପ ପୁଅ ଦି ଜଣଙ୍କୁ ମାରିବି ମାରିଦେବି ମାରିଦେବି ଏବେ ତମ ବହଜରେ ମାରି ଦେଖା ମାରିଦେବି ତମ ବହଜରେ ମାରି ଦେଖା ମାରିଦେବି ବେ ମାରିକି ଦେଖାବେ ମାରିବି ବେ ମତେ ଆମ ଶିଶୁ ପୁତ୍ରକୁ ବଞ୍ଚାଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ବସିରାଇ ଆରେ ମତେ କାହିଁକି ଧନ୍ୟବାଦ ଜଣୁଛ ଧନ୍ୟବାଦ ଜଣାଉଛ ସେଇ ମହାଭାରତକୁ ଧନ୍ୟବାଦ ଯାଉ ସେ ତମର ମଙ୍ଗଳ କରିବି ଆରେ ମୁଁ କିଏ ମୁଁ ତମ ଭଳି ଗୋଟେ ସାଧାରଣ ମଣିଷ ଆଉ ମଣିଷ ପଡ଼ିଶ ଭାବରେ ତମେ ବିପଦରେ ପଡ଼ିଥିଲ ତମକୁ ଛୋଟିଆ ସାହାଯ୍ୟ କରିଛି ତା ପୁଣି ସେଇ ମହାଭାରତକୁ କୃପାରୁ ଆଚ୍ଛା ବାସୟ ତମେ କିଏ ଆଉ ସେମାନେ ତମ କଣ ପାଇଁ ମାରିଥିଲେ କୁହନ୍ତୁ ବାସ କୁହନ୍ତୁ ପରିଚୟ ଶୁଣିବ ବାବୁ ନିଶ୍ଚୟ ବାସୟ କୁହନ୍ତୁ ତାହେଲେ ଶୁଣ ବାବୁ ମୋ ପରିଚୟ ବାସ କୁହନ୍ତୁ ମୁଁ ହେଉଛି ଏ ବିଶାଳ କାଶୀ ରାଜ୍ୟ ରାଜା ବର୍କତ କେଶରୀଙ୍କ ମହାମନ୍ତ୍ରୀ ଆଦିତ୍ୟ ନାରାୟଣ ବିଶାଳ କାଶୀ ରାଜ୍ୟର ମହାମନ୍ତ୍ରୀ ଆଦିତ୍ୟ ନାରାୟଣ ବାବୁ ଆଉ 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 ମୋର ଏଇ କଳା ଶିଶୁ ପୁତ୍ର ଏହାର ନାମ ହେଉଛି ସାଗର ଚରଣ ଆରେ ତାହା ତ ଠିକ ହେଲେ ସେମାନେ ତ କଣ ପାଇଁ ମାରିଥିଲେ କାହିଁକି ମାରିଥିଲେ କୁହନ୍ତୁ ମାସେ କୁହନ୍ତୁ କହିବି ବାବୁ ଗୋଟି ଗୋଟି କରି ସବୁ କହିବି କୁହନ୍ତୁ ମାସେ କୁହନ୍ତୁ ଆରେ ସେ ଚଣ୍ଡାଳ ଆଉ ଏଠିକି ଆସିବେନି ଯାହା ଖବର କୁହନ୍ତୁ କୁହନ୍ତୁ ମାସେ କୁହନ୍ତୁ ରାଜା ବର୍କତ କିଶୋରୀ ମତେ କଥା ଦେଇଛନ୍ତି ବାବୁ ତାଙ୍କ ଝିଅ ସାବୁକା ଆଉ ମୋ ପୁତ୍ର ସାଗର ଚରଣ ଦି ଜଣ ଯେତେବେଳେ ଯୌବନ ବୟସକୁ ଆସିବେ ଏଇ ଦି ଜଣଙ୍କୁ ସେ ବିବାହ ଦେବେ ବୋଲି ମତେ କଥା ଦେଇଛନ୍ତି ବାବୁ ମତେ ବସିଆ ତା ତ ଅଧ୍ୟୟନର କଥା ଉଚିତ କଥା ଭଲ କଥା
ଆଉ ସେଇ କଥାକୁ ନେଇ କଣ ଓ ବାବୁ ସେ ସବୁ କଥାକୁ ଶୁଣି ରାଜ୍ୟର ସେନାପତି ଆଉ ଗୁମାସ୍ତା ଜଟ ପାତ୍ର ଆମ କଥାକୁ ସହି ପାରିଲେନି ବାବୁ। ସହି ନ ପାରି ମତେ ବହୁତ ମାଡ଼ ମାରିଛନ୍ତି। ଜାଣିଛି ବାସ ଜାଣିଛି ମାରି ମାରି ମତେ ବହୁତ ରକ୍ତାକ୍ତ କରି ଜାଣିଛି ବାସ ଆପଣଙ୍କ ପ୍ରତି କି ଅନ୍ୟାୟ ହେଇଛି ନ ହେଇଛି ମୁଁ ବହୁତ ଛାଡ଼ିଛି। ହେଲେ ଆପଣ ଜମାରେ ଚିନ୍ତା କରନ୍ତୁନି। ମୁଁ ଅଛି ଏ ଜଙ୍ଗଲ ଦସ୍ୟୁ ଥିବା ପର୍ଯ୍ୟନ୍ତ ଏ ଜଙ୍ଗଲରେ କାହାର ଅନିଷ୍ଟ ଘଟିବନି, କାହାର କ୍ଷତି ହେବାକୁ ଦେବନି ସିଏ। ଆପଣ ବିଚଳିତ ହୁଅନ୍ତୁନି, ମୁଁ ଅଛି। ଆପଣଙ୍କୁ ନେଇଯିବ ମୋ ଦକ୍ଷିଣକୁ ଆଉ ସେଠି ଆପଣଙ୍କ ସାମନେ ତ ମୁଁ କରିବି। ଆଉ ଆପଣ ଭଲ ସାରିଲା ପରେ ଚାଲିଯିବ ଆପଣ ରାଜ୍ୟକୁ। ଆପଣଙ୍କର କିଛି ବି ହବନି ବସେ, କିଛି ବି ହବନି। ନାଇଁ ବାବୁ ନାଇଁ ମତେ ସେବା ଯତ୍ନ କରି ଆପଣଙ୍କୁ କିଛି ଲାଭ ହବନି ବାବୁ। ଆରେ କାହିଁକି ଲାଭ ହବନି? ମୋର ପାଇଁ ଲାଭ ହବନି? କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ଆଉ ଆପଣ ଟିକେ ସେବା କରିଦେଲେ ମୋର ବା ଅସୁବିଧା ରହିଲା କୋଉଠି? ତେଣୁ ବାସୟ ଆପଣ ବିଚଳିତ ହୁଅନ୍ତୁନି। ଆପଣଙ୍କୁ ମୁଁ ନେଇଯିବ ମୋ ଦର୍ଶକଟିକୁ ଆଉ ସେଠି ଆପଣ ସମେତ ମୁଁ କରିବି। ଆଉ ଆପଣ ଭଲ ସାରିଲା ପରେ ଚାଲିଯିବ ଆପଣ ରାଜ୍ୟକୁ। ନାଇଁ ବାବୁ ନାଇଁ ମୁଁ ଆଉ ସେ ରାଜ୍ୟକୁ ଫେରି ପାରିବିନି ବାବୁ। କିନ୍ତୁ କାହିଁକି ବାସୟ? କଣ ପାଇଁ ଆପଣ ଫେରିବେନି କୁହନ୍ତୁ? କାହିଁକି ନା ମୁଁ ଆଉ ବଞ୍ଚିବି। ଚାହିଁବାସ ନାହିଁ। ଆପଣ ଜମାରେ ସେମିତି କୁହନ୍ତୁନି। ଆପଣ ବଞ୍ଚିବେ, ଆପଣ ନିଶ୍ଚୟ ବଞ୍ଚିବେ। ଆଉ ଆପଣ ଯଦି ନ ବଞ୍ଚିବେ ତାହେଲେ କୁହନ୍ତୁ କେମିତି ବଞ୍ଚିବା ଆପଣଙ୍କ ସୁପୁତ୍ର? କୁହନ୍ତୁ ବାସୟ କେମିତି ବଞ୍ଚିବା ଆପଣଙ୍କ ସୁପୁତ୍ର? ତେଣୁ ବାସୟ ଆପଣଙ୍କୁ ବଞ୍ଚିବା କାମ ବାସୟ ବଞ୍ଚିବା କାମ। ଆପଣ ଧୈର୍ଯ୍ୟ ଧରନ୍ତୁ। ମୁଁ ତ କହୁଛି ଆପଣଙ୍କର କିଛି ବି ଅସୁବିଧା ହବନି ବାସୟ, କିଛି ବି ଅସୁବିଧା ହବନି। ହେଲେ ବାବୁ ମୁଁ ଆପଣଙ୍କୁ ଗୋଟାଏ କଥା କହିବି, ମୋ କଥା ରଖିବେ ବାବୁ। କୁହନ୍ତୁ ବାସୟ ପାରିବି ଯଦି ନିଶ୍ଚୟ ରଖିବି। ଆପଣ କୋଉ କଥା କହିବାର ଅଛି ଯେ କୁହନ୍ତୁ? ମୁଁ ତ ଆଉ ବଞ୍ଚିବିନି ବାବୁ। ଆରେ ମହାଶୟ ଆପଣ କାହିଁକି ସେମିତି କହୁଛନ୍ତି? ଆରେ ମୁଁ ତ କହୁଛି ଆପଣ ବଞ୍ଚିବେ। ଆଉ ବାରବାର ସେ ଗୋଟେ କଥା କହୁଛନ୍ତି ଆପଣ ବଞ୍ଚିବେନି। ନାଇଁ ବାସ ନାଇଁ, ଆପଣ ନିଶ୍ଚୟ ବଞ୍ଚିବେ। ଆପଣଙ୍କୁ ମୁଁ ବଞ୍ଚିବି। ମୁଁ ମରିବା ପୂର୍ବରୁ ମୁଁ ମୋ ଶିଶୁ ପୁତ୍ରକୁ ଆପଣଙ୍କୁ ସମର୍ପଣ କରି କଣ କହିଲେ? ଆପଣଙ୍କ ଶିଶୁ ପୁତ୍ରକୁ ମତେ ଅର୍ପଣ କରିବେ? ନାଇଁ ବସ ନାଇଁ, ଆପଣ ଜମାର ସେମିତି କୁହନ୍ତୁନି। ଆପଣଙ୍କ ଶିଶୁପୁତ୍ରକୁ ମୁଁ ନେଇ ବଞ୍ଚାଇ ପାରିବିନି ମହାଶୟ। ଆପଣ ଯାହା କୁହନ୍ତୁ ମାନିବି, ହେଲେ ଆପଣଙ୍କ ଶିଶୁପୁତ୍ରକୁ ମୁଁ ନେଇ ବଞ୍ଚାଇ ପାରିବିନି, କେବେ ବି ନୁହଁ। ଆରେ ଜାଣିଛ ଏଠି ପାଦ ବିପଦ। ମଣିଷ କେତେବେଳେ ମରିବ କେତେବେଳେ ବଞ୍ଚିବ ତାର କୌଣସି ଠିକଣା ନାହିଁ। ପୁଣି ଆପଣଙ୍କ ଶିଶୁପୁତ୍ରକୁ ମୁଁ କେମିତି ବଞ୍ଚେଇବି? ନାଇଁ ମହାଶୟ ମତେ କ୍ଷମା କରନ୍ତୁ, ମୁଁ ପାରିବି ତା, କେବେ ବି ନୁହଁ। ଆପଣ ମନା କରନ୍ତୁନି ବାବୁ। ନାଇଁ ବସ ନାଇଁ, ଆପଣ ମତେ ବାଧ୍ୟ କରନ୍ତୁନି। ମୁଁ କହିଲି ମୁଁ ମନା କରୁଛି। ଆପଣ ମନା ବସ କରନ୍ତୁନି। ନାଇଁ। ଆପଣଙ୍କୁ ମୋ ପୁଅର ଶେଷରେ ରାଡ଼ ପକେଇଦେଲ। ତାପୁଣି ଗୋଟେ କଣ ଶିଶୁପୁତ୍ର ପାଖରେ? ଆରେ ଜାଣିଛ କଣ ଶିଶୁପୁତ୍ର ହଉଛି ଭଗବାନଙ୍କ ସ୍ୱରୂପ। ଆଉ ସେଇ ଭଗବାନଙ୍କ ପାଖରେ ମତେ ରାଣ ପକେଇଦେଲ। ଠିକ ଅଛି, ରାଣ ଯେତେବେଳେ ପକେଇ ଦେଇଛ
अरे मो बा मन करे बोला के किए दियंतु दियंतु अपने श्री पुत्र को चेष्टा मो करी ताको बचाई पाई चेष्टा मो करी हेले बाबू ଆଉ ଗୋଟାଏ କଥା ରହିଗଲା ଆହୁରି ପୁଣି କି କଥା ଅଛି ମନ୍ତ୍ରୀ ମହାଶୟ ଅଛି ବାବୁ କୁହନ୍ତୁ ମାସେ କୁହନ୍ତୁ କୁହନ୍ତୁ ମତେ ତ ରାଜା କଥା ଦେଇଛନ୍ତି ସେ ସବୁ ତ ମୁଁ ଆପଣଙ୍କୁ କହି ସାରିଛି ବାବୁ ତାହା ଶୁଣି ସାରିଛି ମନ୍ତ୍ରୀ ମହାଶୟ ସେ ସବୁକୁ ଆପଣଙ୍କୁ ପୂରଣ କରିବାକୁ ହବ ବାବୁ କହିଲେ ମନ୍ତ୍ରୀ ମହାଶୟ ପ୍ରାଣପଣେ ଚେଷ୍ଟା କରିବି ଆଉ ତାଠୁ କିଛି ଅଧିକା କରିପାରିବିନି କିଛି ବି ନୁହଁ ଆଉ ମୋ ଶିଶୁ ପୁତ୍ରକୁ ମାର ମମତା ବାବାର ସ୍ନେହ ଦେଇ ତାକୁ ବହୁତ ଖୁସିରେ ରଖିବ ବାବୁ ତାକୁ କେବେ ବି ଦୁଃଖ ଦବନି ବାବୁ ତାକୁ କେବେ ବି ଦୁଃଖ ଦବନି ତାହେଲେ ଦିଅନ୍ତୁ ମନ୍ତ୍ରୀ ମହାଶୟ ଦିଅନ୍ତୁ ଆପଣ ଶିଶୁ ପୁତ୍ରକୁ ଦିଅନ୍ତୁ ତାହେଲେ ମୋ ଛାତିର କଲିଜାଟାକୁ ମୁଁ ଆପଣଙ୍କୁ ସମର୍ପଣ କରୁଛି ବାବୁ ଛାତିର କଲିଜା ଅଲଗା ହବ କେମିତି ରହିବା ବାଟ ଚାଲିବା କେମିତି ରହିବା ବାଟ ଚାଲିବା ଆଖି ହବ ଛଳ ଲୁହ ଝରିବା ମନ ହେବ କାଳ ବଲ ମାନେ ବଞ୍ଚି ରହିବାକୁ ହବ ତତେ ମୋର ହେଲାରଣ ବଞ୍ଚି ରହିବାକୁ ହବ ତତେ ମୋର ହେଲାରଣ Sorry. ଆସିଲା ଶ୍ରାବଣ ଆପଣ ଧୈର୍ଯ୍ୟ ପଡ଼ିବ ସରି ବଞ୍ଚ ପଡ଼ିବ ମହାଶୟ ଆପଣ ବଞ୍ଚିବ ମହାଶୟ ଆପଣଙ୍କର କିଛି ହବନି ମହାଶୟ ଆସିଲା କିଛି ହବନି ମତେ ସେ ପାରିରୁ ଡାକ୍ତର लुह झरे मन हे बोल माने बची रहे तोते मोर हिलार बची रहे तोते मोर हिलार सरेली सरेली सरेली
ঝুরি ঝুরি লোহ হেলা বৈতরণী বট সরে পদহারে মিলে না পড়ত করি মমতা তো ঝুরি ঝুরি লোহ হেলা বৈতরণী বট সরে পদহারে মিলে না পড়ত করি শোভে আজি কি শুনিরে পদাজি ঝুঁটি পড়ে কে কহে বঞ্চি রহি বকু হব তাতে মোর হিয়ারা বঞ্চি রহি বকু হব তাতে মোর হিয়ারা সরিনি 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 ফাগুনা আসিলা শ্রাবণ সরিনি ফাগুনা আসিলা শ্রাবণ সরিনি